ଶ୍ରାବଣର ଏହି ପବିତ୍ର ମାସରେ ନିଶ୍ଚୟ ଖାଇ ନିଅନ୍ତୁ ଏହି ଛୋଟିଆ ଜିନିଷ। ଆପଣଙ୍କର ଘରେ କେବେ ବି ଧନର କମି ହେବ ନାହିଁ। ଭଗବାନ ଭୋଳାନାଥଙ୍କର ଆଶୀର୍ବାଦରୁ ଖୁସିରେ ଭରିଯିବ ଆପଣଙ୍କର ଘର। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଶ୍ରାବଣର ପବିତ୍ର ମାସ 30 ଜୁଲାଇ 2026ରୁ ଆରମ୍ଭ ହେବ ଏବଂ ଏହା 28 ଅଗଷ୍ଟ 2026ରେ ମାନେ ରାକ୍ଷୀ ପୂର୍ଣ୍ଣିମା ଦିନ ସମାପ୍ତି ହେବ। ଏହିଥର ଶ୍ରାବଣର ପବିତ୍ର ମାସ ପୁରା 30 ଦିନ ପର୍ଯ୍ୟନ୍ତ ରହିବ। ଏହିଥରର ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରର ବ୍ରତ 3 ଅଗଷ୍ଟ 2026କୁ ପଡ଼ିବ। ବେଦ ପୁରାଣ ଅନୁସାରେ ଯଦି ଆପଣ ସୋମବାରର ବ୍ରତ ରଖିବାକୁ ଯାଉଛନ୍ତି ତ 5ଟି ଭୁଲ ଆପଣ ଭୁଲରେ ବି ଏହି ବ୍ରତରେ କରନ୍ତୁ ନାହିଁ, ନହେଲେ ଆପଣଙ୍କର ବ୍ରତ ତ ଖଣ୍ଡିତ ହେବ। ତା ସହିତ ସେହି ବ୍ରତର ଯେଉଁ ପୁଣ୍ୟ ମିଳିବାର ଥିଲା ତାହା ଆପଣଙ୍କୁ ମିଳିବ ନାହିଁ। ଏହି ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ଯେ ଶିବ ପୁରାଣ ଅନୁସାରେ ତାହା କ'ଣ ଏମିତି ଗୁପ୍ତ ଜିନିଷ ଅଟେ ଯାହାର ସେବନ ଯଦି ଆପଣ ଏହି ଶ୍ରାବଣର ପବିତ୍ର ମାସରେ କରୁଛନ୍ତି ତ ସାକ୍ଷାତ ଆପଣଙ୍କୁ ଭଗବାନ ଭୋଳାନାଥଙ୍କର ଅସୀମ କୃପା ପ୍ରାପ୍ତି ହେବ, ଯାହାଦ୍ୱାରା ଆପଣଙ୍କର କୌଣସି ବି ମନସ୍କାମନା ଥାଉ ତାହା ପୂରଣ ହେବ। ଆପଣ ଯଦି ଆପଣଙ୍କର ଜୀବନରେ ଦୁଃଖ କଷ୍ଟ ସମସ୍ୟାରେ ଘେରି ହୋଇ ରହିଛନ୍ତି, ସମସ୍ତ ପ୍ରକାର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ତା ସହିତ ଆମେ ଏହି ଭିଡ଼ିଓରେ ବତେଇବୁ କି ଶିବ ପୁରାଣରେ ଏବଂ ବେଦ ପୁରାଣରେ ତାହା କ'ଣ ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହା ସୋମବାରର ବ୍ରତ ରଖିବା ସମୟରେ ଆପଣଙ୍କୁ ବିଲକୁଲ ଧ୍ୟାନ ରଖିବା ଆବଶ୍ୟକ। ଯଦି ଆପଣ ଏହି କଥାର ଧ୍ୟାନ ରଖିବେ ନାହିଁ ତ ଆପଣଙ୍କର ବ୍ରତ ଖଣ୍ଡିତ ହୋଇଯିବ। ବନ୍ଧୁଗଣ, ଶ୍ରାବଣର ପବିତ୍ର ମାସ ବହୁତ ଶୁଭ ଏବଂ କଲ୍ୟାଣକାରୀ ମାସ ହୋଇଥାଏ। ଆମର ବେଦ ପୁରାଣରେ କୁହାଯାଇଥାଏ ଯେଉଁ ଶ୍ରାବଣର ପବିତ୍ର ମାସ ହୋଇଥାଏ ଏହାର ପ୍ରତ୍ୟେକଟି ମୁହୂର୍ତ୍ତ ଦିନ ଗଙ୍ଗାଜଳ ସମାନ ପବିତ୍ର ହୋଇଥାଏ। ଆମର ବେଦ ପୁରାଣରେ କୁହାଯାଇଛି ଶ୍ରାବଣର ପବିତ୍ର ମାସରେ ଭଗବାନ ଭୋଳାନାଥ ବହୁତ ବେଶୀ ପ୍ରସନ୍ନ ମୁଦ୍ରାରେ ଥାଆନ୍ତି ଏବଂ ନିଜର ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ମନୁଷ୍ୟ ପାଇଁ ଏହା ଏକ ଉତ୍ତମ ସମୟ ହୋଇଥାଏ ଯାହାଦ୍ୱାରା ମନୁଷ୍ୟ ସାକ୍ଷାତ ଭଗବାନ ଭୋଳାନାଥଙ୍କର କୃପା ପାଇକରି ନିଜ ଜୀବନର ଗରିବୀ, ଦରିଦ୍ରତା, ଦୁର୍ଭାଗ୍ୟରୁ ମୁକ୍ତି ପାଇପାରିବ। ମାନି ନିଅନ୍ତୁ ଆପଣ ଆପଣଙ୍କର ଜୀବନରେ ବହୁତ ବିମାରୀରେ ପଡ଼ୁଛନ୍ତି। ଆପଣଙ୍କର ବ୍ୟାପାର ଠିକ୍ସେ ଚାଲୁନାହିଁ। ଆପଣ ଚାକିରିର ପ୍ରସ୍ତୁତି କରି କରି ଥକିଗଲେଣି। ଆପଣଙ୍କର ଜୀବନରେ ଧନ ଆସିବାର ସମସ୍ତ ବାଟ ବନ୍ଦ ହୋଇଗଲାଣି କିମ୍ବା କୌଣସି ବି ସମସ୍ୟାରେ ଆପଣ ଫସି ହୋଇ ରହିଛନ୍ତି, ତ ଆପଣମାନଙ୍କ ପାଇଁ ଶ୍ରାବଣର ଏହି ପବିତ୍ର ମାସ ବହୁତ ଖାସ୍ ହୋଇଥାଏ। ଯଦି ଆପଣ ଭଗବାନ ଭୋଳାନାଥଙ୍କର ଅଳ୍ପ ପୂଜାପାଠ କରିଦିଅନ୍ତି, ବିଧିବିଧାନରେ କରିଦିଅନ୍ତି ଯେମିତି ଆମେ ଏହି ଭିଡ଼ିଓରେ କହିବାକୁ ଯାଉଅଛୁ, ତ ଜୀବନର ସମସ୍ତ ଦୁଃଖ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିପାରିବ ଏବଂ ଆପଣଙ୍କର କୌଣସି ବି ମନସ୍କାମନା ଥାଉ ତାହା ପୂରଣ ହୋଇଯିବ। ଆମର ପ୍ରାଚୀନ ଗ୍ରନ୍ଥରେ ସଫାସଫା କୁହାଯାଇଛି ଶ୍ରାବଣର ଏହି ପବିତ୍ର ମାସରେ ଯିଏ ବି ଭଗବାନ ଭୋଳାନାଥଙ୍କୁ ସଚ୍ଚା ହୃଦୟରେ ଆରାଧନା କରିଥାଏ, ଭଗବାନ ଭୋଳାନାଥ ସେହି ବ୍ୟକ୍ତିର ସମସ୍ତ କଷ୍ଟକୁ ଦୂର କରିଦେଇଥାନ୍ତି। ସେହି ବ୍ୟକ୍ତିର ସମସ୍ତ ମନସ୍କାମନାକୁ ପୂରଣ କରିଦେଇଥାନ୍ତି। ଏଥିପାଇଁ ଆପଣ କମେଣ୍ଟ ବକ୍ସରେ ତୁରନ୍ତ ଲେଖିଦିଅନ୍ତୁ ହର ହର ମହାଦେବ, ଓମ୍ ନମଃ ଶିବାୟ। ଏବଂ ଯଦି ଆପଣ ଭଗବାନ ଶିବଙ୍କର ସଚ୍ଚା ଭକ୍ତ ଅଟନ୍ତି ତ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଏହି ଶ୍ରାବଣର ପବିତ୍ର ମାସ ପ୍ରଥମ ସୋମବାର ଯେଉଁ ପଡ଼ିବାକୁ ଯାଉଅଛି ତାହା 3 ଅଗଷ୍ଟକୁ ପଡ଼ିବ। ଦ୍ୱିତୀୟ ସୋମବାର ବ୍ରତ 10 ଅଗଷ୍ଟ 2026କୁ ପଡ଼ିବ ଏବଂ ତୃତୀୟ ସୋମବାର ବ୍ରତ 17 ଅଗଷ୍ଟ 2026କୁ ପଡ଼ିବ ଏବଂ ଚତୁର୍ଥ ସୋମବାର ବ୍ରତ 24 ଅଗଷ୍ଟ 2026କୁ ପଡ଼ିବ। ଆପଣମାନେ ଯଦି ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାରକୁ ବ୍ରତ ରଖିବାକୁ ଯାଉଛନ୍ତି ତ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କି ଯେଉଁ ବି ବ୍ୟକ୍ତି ଏହି ଶ୍ରାବଣର ପବିତ୍ର ମାସର ପ୍ରତ୍ୟେକ ସୋମବାରକୁ ଭଗବାନ ଭୋଳାନାଥଙ୍କ ବ୍ରତ ରଖିବେ ସେମାନଙ୍କୁ ଭଗବାନ ଭୋଳାନାଥଙ୍କର ଅସୀମ କୃପା ପ୍ରାପ୍ତି ହେବ। କିନ୍ତୁ ବ୍ରତ ରଖିବା ସମୟରେ କିଛି ଜିନିଷର ଆପଣଙ୍କୁ ଧ୍ୟାନ ରଖିବାର ଅଛି।
ଯାହା ବିଷୟରେ ଆମର ବେଦ ପୁରାଣରେ ଏବଂ ଖାସ୍ କରି ଶିବ ପୁରାଣରେ ଲେଖାଯାଇଛି। ତ ସୋମବାରର ବ୍ରତ ଯଦି ଆପଣ ରଖିବାକୁ ଯାଉଛନ୍ତି ତ ଆପଣଙ୍କୁ କିଛି ଜିନିଷର ଧ୍ୟାନ ରଖିବାକୁ ହେବ। ଜ୍ୟୋତିଷ ଶାସ୍ତ୍ରର ଅଧ୍ୟାୟ ନମ୍ବର 54ରେ ଲେଖାଯାଇଛି କି ଶ୍ରାବଣ ମାସର ପ୍ରତ୍ୟେକ ସୋମବାରକୁ କୌଣସି ବି ଭକ୍ତ ଭଗବାନ ଭୋଳାନାଥଙ୍କର ପୂଜାପାଠ କରିଥାଏ ତ ତାଙ୍କୁ ଭଗବାନ ଭୋଳାନାଥଙ୍କର ଅସୀମ କୃପା ପ୍ରାପ୍ତି ହୋଇଥାଏ। ଯଦି ଆପଣ ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାରକୁ ବ୍ରତ ରଖୁଛନ୍ତି ଏବଂ ଶିବଲିଙ୍ଗ ପାଖରେ ମୁହଁ ଉତ୍ତର ଦିଗ ଆଡ଼କୁ କରି ଭଗବାନ ଭୋଳାନାଥଙ୍କୁ 1 ଲୋଟା ଜଳ ଚଢ଼ାଉଛନ୍ତି ତ ଏହାଦ୍ୱାରା ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। ଏହା ସହିତ ଆପଣଙ୍କର କୁଣ୍ଡଳୀରେ ଥିବା ଚନ୍ଦ୍ରମା ବହୁତ ମଜବୁତ ବନିଯିବେ। ଆପଣ ଯେଉଁ ବି କାର୍ଯ୍ୟ ଆରମ୍ଭ କରିବେ ସେହି କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ, କାହିଁକି ନା ଆପଣଙ୍କର କୁଣ୍ଡଳୀରେ ଚନ୍ଦ୍ରମା ଉଚ୍ଚ ରାଶିକୁ ଚାଲିଯାଆନ୍ତି। ଯଦି ଆପଣ ଶ୍ରାବଣର ଏହି ପବିତ୍ର ମାସରେ ପ୍ରତ୍ୟେକ ସୋମବାରକୁ ଭଗବାନ ଭୋଳାନାଥଙ୍କର ବ୍ରତ ରଖୁଛନ୍ତି, ଭଗବାନ ଭୋଳାନାଥଙ୍କ ମନ୍ଦିରକୁ ଯାଇକରି ଭୋଳାନାଥଙ୍କୁ ଯଦି ଆପଣ ଚନ୍ଦନର ଲେପ ଲଗାଉଛନ୍ତି ତ ତନ୍ତ୍ରଶାସ୍ତ୍ରର ଅଧ୍ୟାୟ ନମ୍ବର 31ରେ ସଫାସଫା ଲେଖାଯାଇଛି ଭୋଳାନାଥଙ୍କୁ ଆପଣ ଚନ୍ଦନର ଲେପ ଲଗାଇଲେ ଏହାଦ୍ୱାରା ଭଗବାନ ଭୋଳାନାଥଙ୍କର ଅସୀମ କୃପା ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ଆପଣଙ୍କର ଜୀବନରେ ଭୌତିକ ସୁଖ ସହିତ ବୈଭବ ଏବଂ ଐଶ୍ୱର୍ଯ୍ୟର ବି ପ୍ରାପ୍ତି ହୋଇଥାଏ। ଭଗବାନ ଭୋଳାନାଥଙ୍କୁ ଧଳା ଜିନିଷ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଶ୍ରାବଣର ଏହି ପବିତ୍ର ମାସରେ ଯଦି ଆପଣ ଭଗବାନ ଭୋଳାନାଥଙ୍କ ସୋମବାରର ବ୍ରତ ରଖୁଛନ୍ତି ତ ଆପଣ ଭଗବାନ ଭୋଳାନାଥଙ୍କୁ କ୍ଷୀର ଦହିରେ ଅଭିଷେକ ନିଶ୍ଚୟ କରିବେ। ଭଗବାନ ଭୋଳାନାଥଙ୍କୁ ଯଦି ଆପଣ ଭୋଗ ଲଗାଉଛନ୍ତି ତ ଧଳା ରଙ୍ଗର ଜିନିଷ ଅର୍ପଣ କରନ୍ତୁ ଏବଂ ଯଦି ଆପଣ ଧଳା ରଙ୍ଗର ଜିନିଷ ଆପଣ ସେବନ କରୁଛନ୍ତି ତ ଭଗବାନ ଭୋଳାନାଥ ବହୁତ ବେଶୀ ପ୍ରସନ୍ନ ହୋଇଥାନ୍ତି। କୁହାଯାଇଥାଏ କି ଶ୍ରାବଣର ଏହି ପବିତ୍ର ମାସର ପ୍ରତ୍ୟେକ ସୋମବାରକୁ ଯେଉଁ ବି ବ୍ୟକ୍ତି ଭଗବାନ ଭୋଳାନାଥଙ୍କର ପୂଜା କରିଥାଏ ତାପରେ ସେହି ମନ୍ଦିରରେ ନନ୍ଦୀଙ୍କର ବି ପୂଜା କରିଥାଏ ସେହି ବ୍ୟକ୍ତିକୁ ବ୍ରତର 6 ଗୁଣା ଲାଭ ପ୍ରାପ୍ତି ହୋଇଥାଏ। ଯଦି ଆପଣ ଏହି ଶ୍ରାବଣର ପବିତ୍ର ମାସରେ ପ୍ରତ୍ୟେକ ସୋମବାରକୁ ବ୍ରତ ରଖୁଛନ୍ତି ତ କିଛି ଏମିତି ଭୁଲ କରନ୍ତୁ ନାହିଁ। ଆପଣ ମାନି ନିଅନ୍ତୁ କି ଆପଣ ସୋମବାରର ବ୍ରତ ରଖୁଛନ୍ତି, ଆପଣ ଭଗବାନ ଭୋଳାନାଥଙ୍କ ମନ୍ଦିରକୁ ଯାଉଛନ୍ତି। ଏହି କଥାର ବିଶେଷ କରି ଧ୍ୟାନ ରଖିବେ। କେବଳ ଧଳା ବସ୍ତ୍ରର ଧାରଣ କରିବେ, ଭୁଲରେ ବି କଳା ରଙ୍ଗର ବସ୍ତ୍ରର ଧାରଣ କରିବେ ନାହିଁ କିମ୍ବା କୌଣସି କଳା ଜିନିଷର ବ୍ୟବହାର କରିବେ ନାହିଁ। ଯଦି ଆପଣ ଶ୍ରାବଣ ମାସର ସୋମବାରର ବ୍ରତ ରଖୁଛନ୍ତି ତେବେ ଏହି ସମ୍ପୂର୍ଣ୍ଣ ଶ୍ରାବଣ ମାସରେ ଅପଶବ୍ଦ କିମ୍ବା କଠୋର ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ କିମ୍ବା କାହାକୁ କଠୋର ଶବ୍ଦ କୁହନ୍ତୁ ନାହିଁ। ଏହାଦ୍ୱାରା ଭଗବାନ ଭୋଳାନାଥ କ୍ରୋଧିତ ହୋଇଯାଇଥାନ୍ତି। ଭଗବାନ ଭୋଳାନାଥ ପଶୁ ପ୍ରେମୀ ଅଟନ୍ତି, ସେଥିପାଇଁ ତାଙ୍କୁ ପଶୁପତି ମଧ୍ୟ କୁହାଯାଇଥାଏ। ଯେଉଁ ବ୍ୟକ୍ତି ସୋମବାରର ବ୍ରତ ରଖିଥାଏ ତାଙ୍କୁ ଶ୍ରାବଣର ଏହି ପବିତ୍ର ମାସର ପ୍ରତ୍ୟେକ ସୋମବାରକୁ ବ୍ରତ ରଖିବା ସହିତ କୌଣସି ବି ଷଣ୍ଢକୁ କିଛି ବି ମିଠା ଜାତୀୟ ଜିନିଷ ଖୁଆଇ ଦିଅନ୍ତୁ କିମ୍ବା ଦୁବ ଘାସ ଖୁଆଇ ଦେବା ଉଚିତ। ଏହାଦ୍ୱାରା ଆପଣଙ୍କର ବ୍ରତର 2 ଗୁଣା ଲାଭ ଆପଣଙ୍କୁ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ଭାଗ୍ୟ ବଦଳି ଯାଇଥାଏ। ଯଦି ଆପଣ ଭଗବାନ ଭୋଳାନାଥଙ୍କର ପୂଜାପାଠ କରିବେ ଶ୍ରାବଣର ପବିତ୍ର ମାସରେ ପ୍ରତ୍ୟେକ ସୋମବାରକୁ ବ୍ରତ ରଖିବେ ତ ଧ୍ୟାନ ରଖିବେ ଭଗବାନ ଭୋଳାନାଥଙ୍କ ଶିବଲିଙ୍ଗରେ ହଳଦୀ, କୁମକୁମ, ସିନ୍ଦୁର ଏବଂ ତୁଳସୀର ପତ୍ର ଭୁଲରେ ବି ଚଢ଼ାନ୍ତୁ ନାହିଁ। ଯଦି ଆପଣ ଏମିତି କରିବେ ତ ଏହାଦ୍ୱାରା ଭଗବାନ ଭୋଳାନାଥ ବହୁତ କ୍ରୋଧିତ ହୋଇଯିବେ ତ ଆପଣଙ୍କୁ ଆପଣଙ୍କର ଜୀବନରେ କେତେ ପ୍ରକାରର ଦୋଷ ଲାଗିଥାଏ। ଏହି ପ୍ରକାରରେ ଏହି କଥା ତ ସମସ୍ତେ ଜାଣିଛନ୍ତି କି ଭଗବାନ ଭୋଳାନାଥଙ୍କୁ ବେଲପତ୍ର ବହୁତ ପ୍ରିୟ ହୋଇଥାଏ, କିନ୍ତୁ ଆପଣଙ୍କୁ ଏହି କଥା ଜଣା ନାହିଁ କି କେବେ ବି ଭଗବାନ ଭୋଳାନାଥଙ୍କୁ ଖଣ୍ଡିତ ବେଲପତ୍ର ଏବଂ ଖଣ୍ଡିତ ଚାଉଳ ଅର୍ପଣ କରାଯାଏ ନାହିଁ। ବେଲପତ୍ର ଯେବେ ବି ଆପଣ ଭଗବାନ ଭୋଳାନାଥଙ୍କୁ ଅର୍ପଣ କରିବେ ଏହି କଥାର ଧ୍ୟାନ ରଖିବେ ତ୍ରିଶାଖା ବେଲପତ୍ର ହେବା ଉଚିତ ଏବଂ ବେଲପତ୍ର ଏକଦମ ସଫାସୁତୁରା ହେବା ଦରକାର। ଏବଂ ଯେବେ ବି ବେଲପତ୍ର ଆପଣ ଭଗବାନ ଭୋଳାନାଥଙ୍କୁ ଅର୍ପଣ କରିବେ
ସବୁଠୁ ପ୍ରଥମେ ଗଙ୍ଗା ଜଳରେ ତାକୁ ଧୋଇଦେବା ଉଚିତ। ଏହି ପ୍ରକାରର ଯଦି ଆପଣ ଶ୍ରାବଣର ପବିତ୍ର ମାସର ପ୍ରତ୍ୟେକ ସୋମବାରକୁ ବ୍ରତ ରଖୁଛନ୍ତି ତ ଫଳର ସେବନ ତ ଆପଣ କରିବେ, କିନ୍ତୁ ଆପଣ ଉଦ୍ଧାର ମାଗିକରି କୌଣସି ଫଳର ସେବନ କରିବେ ନାହିଁ। ଯଦି ଆପଣ ଉଦ୍ଧାର ମାଗିକରି ଫଳର ସେବନ କରିବେ ତ ଆପଣଙ୍କର ବ୍ରତ ଖଣ୍ଡିତ ହୋଇଯିବ। ହଁ, ଯଦି କୌଣସି ବ୍ୟକ୍ତି ଶ୍ରଦ୍ଧାରେ ଆପଣଙ୍କୁ ଫଳ ଦେଉଛି ତ ଆପଣ ଗ୍ରହଣ କରିପାରିବେ, କିନ୍ତୁ ଆପଣ ଭୁଲରେ ବି ଉଦ୍ଧାର ମାଗିକରି ଫଳର ସେବନ କରନ୍ତୁ ନାହିଁ। ଯଦି ଆପଣ ସୋମବାର ବ୍ରତ ରଖୁଛନ୍ତି ତ ଆମର ସନାତନ ଧର୍ମରେ ପ୍ରାଚୀନ ଗ୍ରନ୍ଥରେ ସଫା ଲେଖାଯାଇଛି, କେବେ ବି ନାସ୍ପତି ଯେଉଁ ଫଳ ହୋଇଥାଏ ତାହାର ସେବନ କରନ୍ତୁ ନାହିଁ, ଏହା ଆପଣଙ୍କର ବ୍ରତକୁ ନାଶ କରିଦେଇଥାଏ। ଏହି ପ୍ରକାରର ମାନିକି ଚାଲନ୍ତୁ। ଯଦି ଆପଣ ସୋମବାର ବ୍ରତ କରିବାକୁ ଯାଉଛନ୍ତି ଏବଂ ଆପଣଙ୍କର ଘରକୁ କୌଣସି ବି ଭିକ୍ଷୁକ ଆସୁଅଛି ଏବଂ ଆପଣ ତାଙ୍କୁ କିଛି ଦାନ କରୁନାହାନ୍ତି ତ ମାନାଯାଏ ଏହାଦ୍ୱାରା ଆପଣଙ୍କୁ ଆପଣଙ୍କର ବ୍ରତର ଫଳ ମିଳିନଥାଏ। ସେଥିପାଇଁ ଭିକ୍ଷୁକଙ୍କୁ ନିଶ୍ଚୟ ଦାନ କରନ୍ତୁ। ଧନ୍ୟବାଦ।